হে মধুমাসাইলা এ মকরা আরে মধুরিয়া বাস কোউটা কি রে হ্যাঁ আগ চকটা কও কও আহা তেরা দিনি ছুইলা নরম কলিজা তোরে পিতিয়া সাজিয়াহিলা নরম কলিজা তোরে পিতিয়া সাজিয়াহিলা এ মধুমাসাইলা কে বুড়া এ বুড়া আহা তেল অভিনয় হচ্ছে সে মনা করে পাখি বুলে বলি সব ঠিক আছে বস সেপটু ম করি বস তমে সেপটু ম করি বস আহা তেরা দিনি ছুইলা আলুটি বাড়ে সারে ও কত করে আখি মার আখি মিটি মারছি না আখিটা তার না না অফেন্স সে আখি ভালো হইছিল কোটে মেডিসিন কোটে মেডিসিন হ্যাঁ কোন মেডিসিন দেবা পা পিলারে সকালে আখি দেবুছি কହୁଛ হ্যাঁ তাକୁ ନବ হ্যাঁ ଛଡି ଛୁଟି ଗଛ ଥିବ ହଁ ସେଠି ପହଞ୍ଚେଇ ଦେବ ঠিক আছে ବିକଳ ଲୋକ ଯିବ ହଁ ଆଖି ଖୋଲିବ ହଁ କାଳ ଭାଇ ହଁ କ୍ଷୀର ବେଚି ବେଚି ଭର୍ତ୍ତି କରିଦେବ ଭଲ হইছে ଏ କାରଣ ଭଲ ନିଷେଧ ବନ୍ଦ ହେଇଯାଉ କେବୁ ଖୋଲିବ ବୋଲି କାହିଁ नरम कलिजा तळे प्रीतिया साजियाहिला ସାର ଦେଖ ନା ନା ଏ ନା କର କାହିଁକି ମୁହଁରେ ଚଢିଯିବ ଏ ମାଛ ମାଛ କାହିଁକି ମୋର ମାଛ କାହିଁକି ଦେବା ମାଛ ଦେଇ ତ ପାଟି କରି ତା ସେଠି ମାଛ ଆଣିଛୁ ଆଣିଛୁ ଆଣ୍ଟି ଆଉ ତମେ ମାଛ ଆଣିଲ ନା ଆଣ୍ଟି ମାଛ ଆଣିଲ ମାଛ କାହିଁକି ଆଣିବୁ ନା କାଲି ଦରକାର ମାଛ ଜାଣିଲୁ କଣ ସେ ଥଣ୍ଡା ପବନ ବହୁଛି ହଁ ଭାଇ ଦେଖ ପଳେଇ ଆସିବ ବର୍ତ୍ତମାନ ଗଲାଣି ସେ ବାକାଲ ଗୋଟେ ମାଛ ରଖିଛି ଜାଣିକି ରଖିଥିଲ କାଇଁ ମାଛଟା କେମିତିଆ ଦେଖିବା ସେଉଲା ଭାଇ ଓ ଭାଇ ତମେ ମାଛ ଆଣିଲ ତମେ ଏଇ ଚାଲି ଗଲା ତୁ ମାଛ ଆଣିଲୁ ଏ ହଁ ତାକୁ ଦେଇଦିଅ ତୁ ଏଇଟା ନେଇ ହଁ ଧର ମାଛଟା ଧରିଥାଅ ନହେଲେ ନେଇ ତୁ ଏଇଟା କାହିଁକି ହଁ ହଁ ସେଟା ଆଖିରେ ଆଣିଦିଅ ମାଛ ଆଣି ନାହିଁ ମୋର ମାଛ ଦରକାର ନାହିଁ ଫିରାଇକି ମୁଁ ଜାଣିଛି ତମେ ଆଣିନଥିବ ଆଣି ଯେ ଟିକେ ବିଚଳିତ ମାଣିକି ସାର ରହୁଛନ୍ତି ତ ଆଚ୍ଛା ମୋ ପାଇଁ ଆଣିଛ ମୁଁ ଯୋଡ଼ି ରଖିଛି ତମର ଗୋଟେ ମୋର ଆଚ୍ଛା ମୋ ପାଇଁ ମାଛଟା କିଭଳି ଧର କାହିଁକି ଏ ଆମକୁ ପୁରୁଣା ଦେବା ସେ ନୂଆ ରଖିବ ତମର ଏଇ ମାଛଟା ତମ ଶାଢ଼ୀ ମାଛ ଇଏ ଏଇଟା ସାରକୁ ମ୍ୟାଚ୍ କରିକି ଓ ବସା ତମେ ତାକୁ କାହିଁକି ବୁଝାଅ ଏଇଟା ତମ ଆଉ ଏଇଟା ଆମର ବସା ଯାତ୍ରା ପଦର କୋଉଠୁ କିଣି ଦେଇଥିଲ ଯାତ୍ରା ଓଡିଆ ରୋପଣା ଓଡିଆରେ କିଣି ନେଇଥିଲ ବସା ଗାଁ ଗୋଟେ ପିନ୍ଧିବ ଆହା ତେରା ଦିନ ଛୁଇଲା नरम कलिजा ताळे प्रीतिया साजिहिला नरम कलिजा ताळे प्रीतिया
কলিজা তলে পিতিয়া সাজিলা আরে কোন এসেছিল ট্রাফিক ট্রাফিক না হয় नरम कलिजा तोड़े पितिया साजिला नरम कलिजा तोड़े पितिया অপমান না কলা অপমান কোন অপমান কোন ভাবি সাইতে হচ্ছে হ্যাঁ তাকে সাইড ছাড়তে লাগছে নাই আপন কোন ভাবি সাইতে হচ্ছে নাচিবা ପାଇଁ ଚାନ୍ସ ମୁଁ ଯୋଉ ସାଇଟ୍ କରୁଥିଲି ମତେ କଣ ଭାବିକି ସାଇଟ୍ ଟ୍ରାଫିକ ବୋଲି ଭାବିକି ସାଇଡ୍ ନିୟମ ମାନୁଥିଲେ ମାନିଲା ପ୍ରତ୍ୟେକ ଜନତା ଭାରତ ବର୍ଷ ଆମ ଓଡ଼ିଶାରେ ଟ୍ରାଫିକ ଯୋଉମାନେ ନ ମାନନ୍ତି ସେମାନେ ମୁଁ ଯୋଜ କରାଇଛି ହଜାର ହଜାର ଲୋକଙ୍କୁ ଯୋଜ କଥା ହଜାର ହଜାର ଲୋକ ମାନୁଥିଲେ ମାନୁଥିଲେ ଏଇ ଟ୍ରାଫିକ ଥିଲା ଆଚ୍ଛା ଆଚ୍ଛା ହଉ ଇଏ ମାନୁଥିଲା ଅପମାନ କଲା ଅପମାନ ନା କଣ କଲେ ଏখানে କିଏ ଗଳିକି ରହନ୍ତି ଇଏ ପିଲାଟା ଜାଣିପାରୁନି ଓଲୁଣିଟା ଓଲୁଣିଟା ଏପାଖେ ଜାମ ଅଛି ରାସ୍ତା ହଁ। ଆଉ ନାଇଁ ହଁ। ତୁ ଏଇଟା ଓଭର ବ୍ରିଜ ଆଉ ତଳେ ପଳା ଉପର ଦେଇକି ହଉ ଯାଉ ଯାଉ ଆଉ ପାଲା হ্যাঁ ଓଭର ବ୍ରିଜ ଦେଖିନି না ନାଇଁ ନାଇଁ ଦେଖିବା ଏଥର ଦେଖିବା नरम कलिजा तोड़े पितिया साजिला नरम कलिजा तोड़े ଆକାଶରେ ହସେ ଧାନ ମାହାକୁ ମୁଣ୍ଡକୁ ଅନାଇ ବନ ବନାଇ ଆକାଶରେ ହସେ ଧାନ ମୁଣ୍ଡକୁ ଅନାଇ ରାଧା ବୀର ଆରେ ଆମ ଷ୍ଟେଜରେ ଆମର ବିଭତ୍ରେ ଭଳି କେହି ଜଣେ ନଥିଲା କଣ ପାଣି ବୋତଲଟିଏ ଧରି গোড়া মূর্তি ଆରେ କାହିଁକି ଷ୍ଟେଜ ମାରା ହେଇଯିବ ପୁରାକୁ ଭୋଗୁଛ କାହିଁକି ମତେ କିଏ ଚିହ୍ନିନ ତୁମେ କିଏ ସେ ମୁଁ হ্যাঁ ଦ୍ରୌପଦୀ ମୁଁ এ দ্রৌপদী ଦ୍ରୌପଦୀ ମୁଁ କଣ ଆସିଛ କୁଆଡେ ଶୁଣିଲି କଣ ଶୁଣିଲ କୁଆଡେ 9 ତାରିଖରେ କିଏ ଆସୁଛନ୍ତି ନେତା ଏତେ 9 ତାରିଖରେ ଆଜି ଆସିଥିଲେ ବ୍ରହ୍ମପୁର ଆଜ୍ଞା ମୁଁ ଯାଉ ଯାଉ ସକାଳ ମୁଦୁଲି ପଳେଇଲେ ଆଜି ବରହମପୁର ମୁଦୁଲି ହଁ ବାତ୍ୟା ସ୍କୁଲରୁ ଗଡ଼ିଲା ଏଠି ବାତ୍ୟାହାର ହଁ ହଁ ସେଇଠି ବସିଥିଲି ବସିଥିଲ ଝାଡ଼ା ଲାଗିଲା ଅଠାରେ ବାଉଳା ହେଇକି ଏତେ ବାଟ ପଡ଼ିଗଲି ପାଣି ଟିକେ ବୁଲାଉଟେ ଧରି ଆଚ୍ଛା ଆଚ୍ଛା ଏ ପୁଅ ମୁଁ ନାଚ ଗୀତକୁ ଭାରି ଭଲ ପାଏ ଭଲ କହୁଛ ନାଚ ଦେଖି ଦେଖି ଝାଡ଼ା ପଡ଼େ ଓହୋ ଆଚ୍ଛା ଆଚ୍ଛା ଠିକ ଅଛି ନା ଏଇଠୁ ନାଚ ଦେଖି ନାଚ ଦେଖିବ ସପନରେ କିଏ ଦେଖୁ এ চেয়ারটা দিয়ে দে সপନରେ কিଏ
बतालो तो पानी बोतल उठे दबु ଗାଁ ଗଲା ପରେ ଖରା ହଉଛି ଯଥେଷ୍ଟ ଖରାପ ଖାଲି ସକାଳୁ ଗାଁ ପ୍ରଧାନକୁ କହିକି ହଁ ତୁମେ ଜେସିବି ଗୋଟେ ଡାଲା କାଠ ଆଣିକି ମୁଁ ଧାରା ଖାଇଛି ନା ନଦୀକୁ ନେଇ ପେଲା ତମ ଗାଁ ବୋଲି ପଳେଇଥିଲା ତମ ଦୁଆର ବୋଲି ପଳେଇ ତୁମେ ଏତେ ବିଶ୍ୱାସ କାହିଁ କରୁଛ? ତମ ଗାୟକ ତମେ ଗାୟକ ମତ ତମର ତମ ଦୁଆର ତମେ ଝିଅ ଶୁଣା ନା ମୁଁ ପାନ ସାଇଡରେ ଠିଆ हां ठीक କିନ୍ତୁ ଷ୍ଟେଜ ବସିପାରିବି ଏଇଠି ଖାଇପାରିବି ହଁ ସେନେ ଆଉ ଟିକେ ବାହାରୁଛ ତମ ପାନରେ ମୁଁ ଦେଖିଆ ଜରି ଉପରେ ତୁମେ ଛିଡ଼ା ହେବା ମନା ହେଲା ମୁଁ ଦାନ୍ତ ଦେଖିଆ हां क्या ନା ଆଉ ଟିକେ ଦୂରକୁ ଯାଅ ସେଇଠି ଛିଡ଼ା ହେଇଥାଅ ସେଇଠି ଛିଡ଼ା ହେବା ମୋ ସୁନ୍ଦର ଚେଷ୍ଟା ଗାଇଦେବି ତ ଯଦି ତୁମେ ଛିଡ଼ା ହବ ସେଠି ଧନରେ ପ୍ରଜା ମାନଙ୍କୁ ନେଇ ରାଜା କାଳିଆଙ୍କୁ ନେଇ ଗାୟକ ତୁମେ ଯଦି ପାଳି ନ ଧରିବ ମୁଁ ଗାଇବି କିଭଳି ଆଚ୍ଛା ଛିଡ଼ା ହଁ 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 ମନା କଲ ହଁ ମୁଁ ଏବେ କୋଉଠି ଠିଆ ହେଇଛି ତୁମେ ଯୋଉଠି ଛିଡ଼ା ହେଇଛ ଏଇଟା ଦାନ୍ତ ହଁ ବଡ ଧର୍ମଦଣ୍ଡ ତମ ବାପାର ଆମେ ଏଠି ଠିଆ ଆମ ମନ ଆମେ ଏଠି ଲମ୍ବା ଆକାଶରେ ସୁନ୍ଦର ଦୁଷ୍ଣୁ ସତରେ କଣ ମୋର କେଦି ନେଇ କାନରେ ନେଇ ଏଇଟା ମୋ ସୁନ୍ଦର 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 ରୂପ ଦେଖି ହଁ କେତେ କେତେ ନେତା ନେତା ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଚ୍ଛା ଆଉ ମତେ ଭଲ ପାଇବା ପାଇଁ ମୋ ପଛରେ ଗୋଡେଇବେ ମୋ ପଛରେ ଗୋଡେଇଲେ 15 ବର୍ଷ 15 ବର୍ଷ ତମ ପଛରେ ମୁଁ ମନା କଲି ହଁ ଆଉ କିଏ ଗୋଡେଇଲା ଆଇ ହେଟ୍ ୟୁ ଆଇ ମୁଁ ତାକୁ ମନା କଲି ହଁ
ତାପରେ ଦେଖ ସୁବାସ ବୋଷ ମତେ ବହୁତ ଦିନ ଭଲ ପାଇଲେ ବହୁତ ଦିନ ଭଲ ପାଇଲେ ମୁଁ ମନା କଲି ମନା କଲ ପାଠ ହଁ ଅପେକ୍ଷା କରି ଝୁଝୁରି ମରିଗଲି ବୁଝିଗଲେ ତୁମକୁ ଧୀରେ ଧୀରେ କେବଳ ତୁ ଜଣ ନେତା କରିବେ ଆହୁରି କଣ ଜାଣୁ ସେ ଗୋଡେଇଛି ମୁଁ ମନା କରୁଛି କିଏ ସେ ଗୋଡେଇছে ନରେନ୍ଦ୍ର ମୋଦି ଗୋଡେଇଛି ନବୀନ ପଟ୍ଟନାୟକ ଗୋଡେଇଛି ତୁମର ସମୁଦ୍ର କକ୍ଷାକୁ ସମ୍ଭାଳିବାକୁ ପାରି ଧରି ଧରି ମରିଯିବେ ସିନା ମୁଁ ତାହା ହେବି ତମେ ଗୋଡେଇବ ଯଦି ସେଇ ଅବସ୍ଥା ହବ ସେଇ ଅବସ୍ଥା ଆଚ୍ଛା ଆଉ କିଏ ତୁମକୁ ବିବାହ କରିବ ଜାଣିନ ମୁଁ କୋଉଠା ସୁନ୍ଦରୀ କୋଉଠା ସୁନ୍ଦରୀ ଶୁଣ ଶୁଣ ସୁନ୍ଦର ଜୟ ମୋହନ କର୍ମ ସ୍ୱାମୀକୁ ତୁମେ ମଧୁସଜ୍ଜାରେ ଛାଡ଼ିଦେଲ କେତେ ସୁଲକ୍ଷଣୀ ଲାଗୁ ସ୍ୱାମୀର କଣ ଅଭାବ ଥିଲା କେଉଁ ଜିନିଷଟି ଅଭାବ ଥିଲା ବାଲ୍ୟକାଳରୁ ଓହୋ ବିବାହ ଦେଲେ ସ୍ୱାମୀକୁ ମଧୁସଜ୍ଜାରେ ଖାଇ ସ୍ୱାମୀ ମରିଗଲେ ଏତେ ସୁଲକ୍ଷଣୀ ତୁମର ସୌନ୍ଦର୍ଯ୍ୟତାକୁ ଅବଲୋକନ କରି ସେ ନିଜର ସଜ୍ଜା ଥିଲା ତ ତାକୁ ଯୋଡ଼ ଭିତରେ ବିବାହ କରି ସ୍ୱାମୀ ମଲା ପଡ଼ି ସେ କଣ ରହିଲା ମାନେ ସେ କଣ କଣ କଲ ତାକୁ ଖାଇଲା ବାଡ଼ି ଗଲି ଝିଅରକୁ ବାଡ଼ି ଖାଇଲା ସିଏ ମଲା ଆଉ କେହି ନଥିଲେ ବିବାହ ଯାଇକି ଘରେ ମୋ ବାଡ଼ିକି ଶୋଇଲା ବାପା କହିଲା ମତେ କେତେ ବୁଝାଇ ଗଲେ ଘର 70 ବର୍ଷ ବୟସ୍କ ବୁଢାକୁ ଆଣି ମୋ ସହିତ ଘର ବିବାହ କଲେ ବୟସ 16 ବୁଢା 70 ବର୍ଷ ରହିବ ଘର ଦେଲି ମଣିଷ ଖିଆ ବାଘ ନାଇଁ ହଉ ଶୁଣିଲେ ଗୁଣିକା ଜାନା ମୁଁ କାହିଁକି ନେବି ମୁଁ ଆଣିଥିଲି ଚାରିଣିଆ ଚକଲେଟ ନା ତମେ କଣ ଦବ କି ଆଉ ଭଲ କଥା ଆମ ଭିତରେ ଯଦି ପ୍ରାଇଜ କର୍ତ୍ତନ ହବ ଆମର ସୁନ୍ଦର ଆଧୁନିକ ଗାୟକ ବସିଛନ୍ତି ସିଆଡୁ କୁଆଡେ ନାଇଁ ସେଠି ତ ଦେବି କାଇଁ ପଳେଇ ଆସୁ ନା ମୁଁ ମୁକ୍ତି ବି ସେବି ପରିଶ୍ରା କରିବ ପରିଶ୍ରା ଭଗବାନ ମୁଁ ସେ କଥା କହୁଛି ମୋ ପରିଶ୍ରାକୁ ପିଇବ ଆଉ କଣ ସେ ବହୁତ ସମୟ ହେଲା ପିଇବ ପାଣି ଭଲ ଲାଗୁନି ହଁ ଝାଡ଼ା ଗଲା ବେଳକୁ ବାଟରେ ଟ୍ୟୁବଲ ଦେଖିଥିଲି ମୁଁ ସାଇଡରେ ମୁତିବି ତାର ସେ ଟ୍ୟୁବଲରେ ପାଣି ବନ୍ଧୁ ଭାଇ ଅଭିନୟ ମାନେ କେତେଟା ଭଉଣୀ ତୁମର ବାହା ହେଇଛି କୁମାର ଗୋଟେ ନାଇଁ ମୋର ଯଦି କହିଦେଲି କଣ ମୁଁ ଜାଣିଛି ଏ ଗାଁରେ ବହୁ ପାଲା ବହୁ ଗାୟକ ଆସିଛି ନୂଆ ଦିନ ଡକେଇଦେଲେ ପହଞ୍ଚିବ ଏଠି ପାଲା ପରିବେଶ ହଉ ସକାଳ ପାଇଲେ ଭାଇମାନେ ପୋଖରୀ ତୁଚ୍ଛରେ ଗାଧୁଆ ତୁଚ୍ଛରେ ଝାଡ଼ା ପଦାର କଥାବାର୍ତ୍ତା ଗଣପତି ଆଜି ପିଲା ଧରିକି ଆସିଥିଲେ ଯୋଉ ପାଇଲା ପାଲା ଭଲ ହଉଥବେ କହିବେ ସେମାନେ କହିବେ ସେ ଶଳା ଯାହା ପାଲା କଲେ
ଯଦି ଭଲ ହୋଇଥିବ ହଁ ଯଦି ଖରାପ ହଉଥିବ ହଁ ଗଣପତି ସାରେ ସେ ଶଳାଙ୍କୁ କାହିଁକି ଆଣୁଛନ୍ତି ଓ ଭଲ ତେଣୁ କଲେ କରି ଶଳା ଖରାପ କଲେ ଶଳା ତେଣୁ ଆଗ କହିଦେବି ହଁ ଆଉ କେହି କହିବେ ଆଉ କହିଲେ ତମେ ଆଚ୍ଛା ମୁଁ ତ ଦେବି ହଁ ସିଏ ତ ନବ ହଁ ତମେ କାହିଁ ଶୁଣିବ ନାଇଁ ମୁଁ ତୋର କିଏ ଭଲ କଥା ଆମ ପାଳିଆ ଭିତରେ ଯଦି ଆମେ ସୁରକ୍ଷାର ଗ୍ରହଣ କରିବା ଏ ତୁ ଆଉ ଜାଣେ ନା ଜାଣିବୁ କଣ କରିବାରେ ସେଟା ଲୋକ ଜାଣିଲେ ମୁଁ ଅଟୋ ଚଲେଇକି 20,000 ପାଇକି ତତେ କହିଦେବି ମୁଁ ତ ଦେବି ତୁ ତ ନବୁ ମୁଁ କାହାକୁ କହିବି ତୁମେ ଦବ ନା କାହାକୁ କହିବି ଆଉ କହିବନି ନା ତାକୁ କହିବି ସିଏ ନବ କଣ ହେଲା ए रूपाली जा तो यार धरिया କାଶିଲା କାହିଁକି ପକେଇଲା यार आड़बे ନାହିଁ କଣ ହେଲା यार दिया यार दो ହଁ ତୋ କାନରେ ମୁତି ଦେବି यार दो ଭୁଲ ପାଠ ପଢିବା ପାଇଁ କହିଲ କାମଟା ପୁରସ୍କାର ଦଉଛି ମୁତି ଦେବି ଭଗବାନ ଆଉ କଣ କହିଲ ଏ ବସୁ ଯା ତୁ କହୁଥିଲି ହେଇଯା ହଁ ହଁ ଆଚ୍ଛା ସାରେ ଓ ମୁଁ କହିଲି ସାରେ କୁଣ୍ଡଳ ଲଗେଇଛନ୍ତି ହଁ କେତେ ସୁନ୍ଦର ଦେଖାଯାଉଛି ହଁ ବାଇକ କୁଣ୍ଡଳ ଲଗେଇଛି ହଁ କେତେ ସୁନ୍ଦର ହଁ ତୁ ଗୋଟେ ସୁନ୍ଦର ଅଭିନୟରେ ନାଚୁ ନାଚୁଛୁ ତା କାମ ଦେଖିଲ କିଛି ନାହିଁ ନା ଯାହା ପଇସା ନେଲା ହଁ ଗାଡ଼ିରେ ତେଲ ପକେଇବାକୁ ପଇସା ନାହିଁ ପାଖରେ ମୁଁ ତେଲ ପକେଇକି ଆଣିବି। ହଁ ହଉ 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 ପର ଉପକାର କଲ ବହୁତ ହଁ କହିଲି ହଁ ତୁ ତ ଅଭାବରେ କହୁଛୁ ହଁ ମୁଁ ମୂର୍ତ୍ତି ହଳଟେ ଦେଇଦେବି ଲଗେଇକି ନାଚ ଓହୋ ଆମର ଝିଅ ମା ମାନେ କେବେ ମସ୍ତି ଝିଅ ପିଲା ମୂର୍ତ୍ତି ଲଗେଇକି ନାଚ ଆଉ ତୁ ମୁତିଲେ ତା କାନ ଲୋଡ ନବ କିଲିଆ ପଲିଥିନ୍ ଜାଗା कृष्णा है कृष्णा तुम्हें नर के सारी के बुझे परिमा तुम्हारी कृष्णा कृष्णा तुम्हें नर के सारी कृष्णा कृष्णा तुम्हें नर के सारी के मुझे परिमा माया तुम्हारी कृष्णा कृष्णा तुम्हें नर के सारी मन कृष्ण दिन बसु नव जन धर कृष्णा अतहि भजन तब करुणा सागर कृष्णा कृष्णा साहित्य सागरे हरि कृष्णा 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 जो मुर्दी कृष्णा ए तुरो ए कौन कहला था अच्छा ଆରେ ମୋର ପଡୁନି କାଇଁ କଣ हे तमरा कौन पड़ी ତା ସ୍ତ୍ରୀ ଯିଏ ମୋ ସ୍ତ୍ରୀ ସିଏ शास्त्री से तुम से शास्त्री से मुख्यमंत्री से ना ସେଟା ତ ତମ ଗାଁ ମାନେ ଜାଣିନ गांव वाला ना बुझाई शास्त्री का ये लाइकी जाने छथि ସମୟରେ ପ୍ରସ୍ତାବ ଦେଇକି ବାହାଲା
ए धन्ना ଲାଗିଥିଲା ହଉ ମୁଁ 5 ଲକ୍ଷ ଡିମାଣ୍ଡ କଲି ବୋଲି ହଁ ସେ ଶୁଣି ଦେଇକି ଯାଇକି ସେଠି ପହଞ୍ଚିଗଲା ପହଞ୍ଚିଗଲା 4 ଲକ୍ଷ 50,000 ବାୟକ साहित्य प्रेमी कला प्रेमी आमार बंधुवर्ग भाई माने वशिष्ठ महर्षि मना करदेले कहले हे राजा केबे हे तुमके गाई तू प्रदान करिबी हां माने झियो माने बसकी हां तुमे के ठोबड़ा बुका काई पाला कौन ठोबड़ा रे बाबा हां बाबू माने आगे माने हाथ जोड़ी की तू हमर फोटो में खले जाऊ हां हमें आया बाबू हां रे ए पड़ी जीव ना हां ए नांगण ओ ना घरे नी बोले तो ना ओ मोर खाना रे बस अमेरिकन देना भक्ति अति भक्ति चोर लक्षण वो गान से की भक्ति करछु अरे सार को पाला बासु बोली ये पैसा दो बोली मो पिला माने चोरू चोरू चंदी ये की भक्ति देखू तोरा घर को जाऊ घर दुआर मुहरे घर को समर्पण करके ता कर घर हां तो खाइबा को जाऊ बासन को समर्पण करके खाद्य सह हां तापर खाऊ बेड को जाऊ बेड समर्पण करके तापर बेड आपण ए बेड उठुती मजा को जाऊ लैट्रिन गृह को समर्पण करके तापर आप की करे हो लैट्रिन घर समर्पण करके ता भीतर प्रवेश करू सेटा जो उपचारटा कोन होची सेटा को खाना खाना पांच हां सेटा को समर्पण करके ता खड़ा चले छुटी शौच पानी टिके धरती शौच पानी समर्पण करके तापर हे सुधी समाज वशिष्ठ महर्षि मना करबे शक्ति राजा राजा हे राजा के पहले आपण को नंदिनी नाम तो गाई की प्रदान करिबे नाही समग्र पर तुम्हें परा मते दान जाचुथिल सत्य पारी दान जाचुथिल प्रधानित होई राज्य पलटित मन हे गरती गमन हात काई पोरा पोराइला मन पोराइला मन हे बराइला मन पोराइला मन हे राजा हे ऋषिवरा विश्वामित्र कहले हे वशिष्ठ महर्षि এই কিয়ত সময় পরম্পরা মতে কিছু দবা পাই কହୁଥିଲା গাই দিলা ভিজেইলে নি রে তুমি ভিক্ষুক ব্রাহ্মণ এ নন্দিনী গাই তোমাকে আবশ্যকতা লাগে এ রাজা প্রধানের সভা পাইল প্রধানিত হয়ে গেল জীবিত ভাবরে রাজা বিশ্বমিত্র ए बुढ़ा ब्राह्मण बड़ बंध बंधिया चरण चुटिया ब्राह्मण खोजू
उचित यथाशीघ्र जाइए नंदिनी नामक गायकी मंगल कर आम नहीं चली आदर्श पाइके बसिले गोशाला का बंधिले नंदिनी को ओटारी नहीं नामा छंदे छंदे राजांगर प्रजा माने जाई नंदिनी नामक गायकी को ओटारिले कहिता बधन मोइले लागण विचार करिला वशिष्ठ महर्षि ए जने क्षत्रिय राजा क्षत्रिय गणित गुड़िक सर्वांग शरीर रे तप बल बढ़िया ना क्षत्रिय बल खड़ग धरवा शिखिना कौन करी विस्मय होगला महर्षि भाविला निश्चय मो गायकी को नहीं जीव विचार करा गायकी नेवा पूर्व गायकी ज्ञापन कर गायकी कटरे ऋषि महर्षि वशिष्ठ महर्षि बसिले कहले हे मां नंदिनी सहित धन बोइले विचार कला वशिष्ठ महर्षि कौन करी एक क्षत्रिय राजा को खड़ग धरवा शिखिना युद्ध कर गाय को रखी पारि तेणु नंदिनी नामक गायी हस्त पाद गला को बंधन कर किए से प्रहरी माने भाविले वशिष्ठ महर्षि भाविले निश्चय गायी वशिष्ठ महर्षि जाई नंदिनी नामक गायी निकट में बसी कहला माँ जो आज पर्यंत आश्रम को चलाऊलु आज राजा क्षत्रिय राजा मत नहीं जाऊँगी किसी करी नहीं एथिपाई तू किसी विचार सामान्य गोटे तप बल को सामान्य बोली भावुचे उपयुक्त शास्त्री दिए देवी गाय विचार करा रसी सिना हानिगला मु निश्चय राजा सहित युद्ध करी एते गर्व एते अहंकार विचार करी कला कौन नंदिनी क्रोधगर जिला सुख प्याज वशिष्ठ महर्षि गायी को कहले बाबू पारिबी नहीं क्षत्रिय राजा सहित नंदिनी भाव में प्रज्वलित है निजर दुख को ज्ञापन कर भाव में प्रज्वलित है मुखटी को टिके आय करदेला हजार हजार सैन्य सामंत मारे खड़ग खरपर धरी कात्यायनी माने बाहर पड़े मुख द्वारा सुधाकर रे आप
अरे ଭଲ ପ୍ରଶ୍ନ ପଚାରିଛ ଏ ଜଣେ ଜ୍ଞାତି ଘର ଥିଲା ବାପା ଥିଲା ଜଣେ ସଂକୀର୍ତ୍ତନ ଗାୟକ ପୁଅ ମଧ୍ୟ ଜଣେ ସଂକୀର୍ତ୍ତନ ଗାୟକ ଭଲ ପ୍ରଶ୍ନଟେ ପଚାରିଛି ଉତ୍ତର ଦେଲେ ଆମର ମଧ୍ୟ ଗୋଟେ ଲକ୍ଷ୍ୟ ସେ କହିବା ତାତ୍ପର୍ଯ୍ୟ ଆଉ ଟିକେ ଆଶା ଆଗକୁ ପ୍ରଶ୍ନ ମତେ ବାଢ ତୁମ ପ୍ରଶ୍ନର ଉତ୍ତର ମୁଁ ଠିକ ଭାବରେ ତୁମେ କହିବା ତାତ୍ପର୍ଯ୍ୟ ଗାଈ ନିକଟରେ ए साइड पे साइड ए चेरे ବାପାରେ ଗୋଟିଏ କଥା ତୁମର ଯଦି କିଛି साइड नेबे ଧନ ଜଣେ ଆସି ଚୋରି କରି ନିଏ ଦେଖିଲେ पतु देगा का पतु ପାରିବିନି କଣ କରିବି कोना ଜଣେ ଆସେ ରୋଜଗାର ତେଣୁ ବଳବାନ गछबे ବଳିଷ୍ଠ ସାଙ୍ଗଟା କହିବ ଭାଇ ମୋର ସାହସ ପାରୁନି ଜଣେ ବଳୁଆ ସହିତ ଯୁଦ୍ଧ କରିବା ପାଇଁ ତୁ ପାରିବୁ କି ଧର୍ମ ଯୁଦ୍ଧ କରିପାରିବୁ କି ବିଦାର କଲା ଧର୍ମର ଜୟ ପାପର ରାଜା ବିଶ୍ୱାମିତ୍ର ତାର କ୍ଷତ୍ରିୟ ବଳରେ ଯୁଦ୍ଧ କରି ମୁନିଙ୍କ ଇଚ୍ଛା କରିଲା ହେଲେ ମୁନି ବିଚାର କରିଲା ମୁଁ ଜଣେ ତପବଳରେ ବଳିଆର ସିନା ଖଡ୍ଗ ଧରିବା ପାଇଁ ମୋ ବଳରେ ନାହିଁ ତେଣୁ ଆମର ହରିହର ସାମନ୍ତ ପ୍ରଶ୍ନ ପଚାରିବା ଠିକ ଯେ ବହିର ଭାବ ଧରେ ନିଶ୍ଚିତ କିଛି ଭୁଲ ରହିଲେ ସେ ପ୍ରଶ୍ନ କରିଥାଏ ଭୁଲ ନାହିଁ ଠିକ ଯାଇଛି ଆଉ ମୁଁ ଠିକ ଯାଇଛି ବୋଲି ମଧ୍ୟ କହିପାରିବି ନାହିଁ ଗାଇବା ସମୟରେ ମୋରା ବହୁତେ ମନେ କରି ସଦାଇ ଆଖା ତେଣୁ ରାଜା ବିଶ୍ୱାମିତ୍ର ଜଣେ କ୍ଷତ୍ରିୟ ବଶିଷ୍ଠ ମହର୍ଷି ତପୋବଳରେ ବଳିଆନ ହେଲେ ରାଜା ବିଶ୍ୱାମିତ୍ର କ୍ଷତ୍ରିୟ ବଳରେ ବଳବାନ ତେଣୁ ବଶିଷ୍ଠ ମହର୍ଷି ବିଚାର କରିବେ ମୁଁ ତ ପାରିବି ନାହିଁ ନା ଗାଈଟିକୁ ଦୁଃଖ ଜଣେଇଛି ତେଣୁ ଜଣେଇଛି ଯେତେବେଳେ ଗାଈର ପ୍ରକୋପ ବଢିଲା ବିଚାର କରିଲା ଏ କ୍ଷତ୍ରିୟ ବଳ ଦେଖାଉଛି ମୋ ଆଗରେ ମୁଁ ଆଗରେ ଛାଡ଼ିବି ନା ଶରୀର କରିବି ଖଣ୍ଡ ଖଣ୍ଡ ଶରୀର କରିବି ଖଣ୍ଡ ଖଣ୍ଡ ଶରୀର କରିବି ଖଣ୍ଡ ଖଣ୍ଡ ଶରୀର କରିବି ଖଣ୍ଡ ଖଣ୍ଡ ଧୀର କାଟିବି ସୁଗାର ଭାଙ୍ଗି ସବାଇ କହିବ ମୁଁ ବଞ୍ଚି ଗଲି ମୁଁ ମାରିବି ଆମର ଭକ୍ତ ଆପଣ ଗୋଟେ ସୁନ୍ଦର ଚେଷ୍ଟା ମାରିବାର ବେକକୁ ସୁସ୍ଥ କରିବ आई जा ସାନ ଭାଇ କଣ ଅପରାଧ କଲା ତାକୁ ତାକୁ ମାରି ତା ସାନ ଭାଉଜ କଣ ମୁଁ ବିଧବା ହବ ଭାଇ ସାନ ଭାଇ ए ବଡ ଭାଇର ସ୍ତ୍ରୀ କି କଣ ଡାକୁଛ ବଡ ଭାଇର ସ୍ତ୍ରୀ ଏମିତି ବଡ ଭାଉଜ ସାନ ଭାଇର ସ୍ତ୍ରୀ ସାନ ଭାଉଜ ମାନେ ଭଉଣୀ ବା ଝିଅ ଭଳି ଦେଖିବା ଦରକାର ଭୁଲ ହେଲା ମୋର ଆଚ୍ଛା ମୁଁ କଣ ତାକୁ ରାନ୍ଧ କରିବାକୁ କହୁଛି ଆଉ ସତ୍ୟ ଯୁଗ କଥା ମହିଷାସୁରକୁ ବିନାଶ କରିବା ପାଇଁ ମା ଦୁର୍ଗା ଯେତେବେଳେ ଯାଇଥିଲେ ଏଇ କଥାଟା କହିଥିଲେ ଆରେ ପାଖାଣ୍ଡ ଖେଦିବି ତ ମା ଦୁର୍ଗା କହୁଥିଲେ ମୁଁ କହୁଥିଲେ ମା ଦୁର୍ଗାଙ୍କ କଥାଟି ମନେ ପଡିଯାଇଛି ହଉ ମୋ ଧନ ବସା ଆଉ ସ୍ୱଳ୍ପ ସମୟ ଭିତରେ କହିଲି ପଣ୍ଡିତ କଣ ଆମର ହରିହର ସାମନ୍ତ ପଚାରିକା ପ୍ରଶ୍ନର ଜଣେ ନିବଢୁଆ କିଛି ସାହାଯ୍ୟ ମାଗିଥାଏ ତେଣୁ ଆମର ଦେହ ପାପ ରଖେ ତେଣେ ହେଲା କଣ ରାଜା ବିଶ୍ୱାମିତ୍ର ଛିଡା ହୋଇଛି ଗାଈ ମୁଖରୁ ଶହ ଶହ କାଟିଆଇ ମାନେ ବାହାରି ପଡିଲେ ଖଡଗ ଖଡକର ଧରି ରାଜାଙ୍କର ଯେତେ ସୈନ୍ୟ ସାମନ୍ତ ଆସିଥିଲେ ସମସ୍ତଙ୍କୁ एकमात्र राजा रही आक्रमण देखिले कौन प्रजा बची नाहांती काजेनी मानकर खड़कर समस्त निहत आक्रमण राजांकर ए भली भाव देखी एक कोइठी प्रहार पाइले राजा आकाश रे उड़ी उड़ी जाई सख्या हराई निज वास ऊपर बढी गले रे
কনিয়া পাই রাজা ভাবিলে ভাবিলে রাজা বিশ্বামিত্র দিত ওয়াসরে সজ্ঞান হলাই চেষ্টা হলাই ନାହିଁ ଯେତେବେଳେ ପରେ ଚେଷ୍ଟା ଦେଖିଲେ ନିଜ ସର୍ବାଙ୍ଗ ଶରୀର ବାଣ ଆଘାତ ହୋଇ ରକ୍ତ ଗୁଡ଼ିକ ଛୁଟି ଚାଲିଛି ରାଜା ବିଚଳିତ ହୋଇଗଲେ ମୁଁ ଜଣେ କ୍ଷେତ୍ର ସନ୍ତାନ କ୍ଷେତ୍ର ରାଜା ମୁଁ ଜଣେ ରାଜା କେତେ କେତେ ରାଜାକୁ ଯୁଦ୍ଧ କରି ହେଲେ ମୋ ଶରୀରରେ ଆଜି ବଡ ସାମାନ୍ୟ ଗୋଟାଏ ଗାଈ ନିକଟରେ ମୁଁ ଆଜି ପରାସ୍ତ ହେଲି ରାଜକ ଦେହ ବିମାନରେ ରାଜା ଫେରିଲେ ପବନ ସୁଖ ଯାବତ ବୀର ମହିମଣ୍ଡଳେ ପବନ ବୀର ଯାବତ ମହିମଣ୍ଡଳେ ରାଜା ବିଚାର କରିଲେ ମୁଁ ପରାସ୍ତ ହୋଇଛି ହାରି ଯାଇଛି ଏ ଲାଜର ମୁଖ ମୁଁ କାହାକୁ ଦେଖାଇବି ନାହିଁ ରାଣୀକି ମଧ୍ୟ ପଦେ କହିଲେ ନାହିଁ ପ୍ରଜାମାନଙ୍କୁ ମଧ୍ୟ ପଦେ କହିଲେ ନାହିଁ ଲୁଚି ଲୁଚି ରାଜା ତପସ୍ୟା କରି ତପବଳରେ ବଳିଆ ନ ହେବି ମୁଁ ବଶିଷ୍ଠ ମହର୍ଷିଙ୍କ ସହିତ ତପବଳରେ ବି ଯୁଦ୍ଧ କରିବି ରେ ଏଇଠାରୁ ବହିଟିକୁ ଆମେ ରଖିଦେବା ବିରାଟ ବହି ତାପରେ ଗୋଟାଏ ପୂଜା ପଦ୍ଧତି କରୁଣ ସହରେ ବସେ ପଦ୍ମ ଚେଲ ନାହିଁ ଅମୂଲ୍ୟ କହିବାର ତେଣେ କରୁଣ ସହରେ ପଦ୍ମବର୍ତ୍ତନ ବୋଲି ଜଣେ ରାଜା ଥିଲେ ତାଙ୍କେ ଅପୃଷ୍ଟି କରିଥିଲେ ତାଙ୍କର ପୁତ୍ର କନ୍ୟା କିଛି ନଥିଲା ବିଚାର କରିଲେ ତପସ୍ୟା କରିବା ପାଇଁ ଥିଲେ ତପସ୍ୟା କରିଲେ ତପସ୍ୟାରେ ଶିବ ପାର୍ବତୀ ଶିବ ପ୍ରସନ୍ନ ହୋଇ ବର ଦେଲେ ବର ପାଇଁ ଫେରିବା ସମୟରେ ସତ୍ୟନାରାୟଣ ଫକୀରରେ ଯାଇ ପଥ ଓଗାଳିଲେ କହିଲେ ହେ ରାଜା ତୁମେ ଗୋଟେ କାମ କର ମୋର ଲୋକ ପୂଜା ଦବ ରାଜା କହିଲେ ହେ ଫକୀର ତୁମେ ହେଉଛ ମୁସଲମାନ ଦେବତା ତୁମକୁ ପୂଜା କରିପାରିବି ନାହିଁ ରାଜାକୁ ନାରାୟଣ ବିଚାର କଲେ କହିଲେ ହେ ରାଜା ଘରକୁ ରାଜା এই কথা কই রাজা রাজা চালিগলে নারায়ণ বৈকুণ্ঠକୁ ଚାଲିଗଲେ କ୍ରମଶଃ 10 ମାସ 10 ଦିନ ଗୋଟିଏ ଜନ୍ମାଲା ଗୋଟିର ନାମ ଦେବା ପାଇଁ ବ୍ରାହ୍ମଣ ମାନେ ଆସିଲେ ଖଡ଼ି ଦେଖିଲେ ଷଷ୍ଠୀ ଦେବୀ ଷଷ୍ଠୀ ଦେବୀ 6 ଦିନ ମାନେ ଷଷ୍ଠୀ ଦେବୀ ଗଲେ କିଛି ଆୟୁଷ ଲେଖିବା ପାଇଁ ନାରାୟଣ ପଥ ଓଗାଳିଲେ କହିଲେ ଷଷ୍ଠୀ ଦେବୀ ତୁମେ ଯାଉଛ କିନ୍ତୁ ଏ ପୁଅର କପାଳ ଦେଖିବ ମାସର ରାତ୍ରି ପୁଅ ବାଛୁଏ ଷଷ୍ଠୀ ଦେବୀ ନାରାୟଣ ଲେଖିଦେଲେ ଚାଲିଗଲେ ଦେଖୁ ଦେଖୁ 21 ଦିନ ହେଲା 21 ଦିନ ବ୍ରାହ୍ମଣ ପଣ୍ଡିତ ମାନଙ୍କୁ ଡାକି ଆଣିଲେ ଦେଖିଲେ ଯେ ପୁଅର କପାଳରେ ଲେଖା ଅଛି 12 ରାତିରେ ଶଯ୍ୟା ଘରେ 12 ବର୍ଷ ବିବାହ କରିବ ଶଯ୍ୟା ଘରେ ଏ କଥାଟି ଲେଖି ଦେଇ ଲେଖା ହୋଇଛି ଦେଖି ଜାଣିପାରିଲେ ରାଜାଙ୍କୁ କହିଲେ ହେ ରାଜା
ତୁମର ଫଟା କପାଳ ପୁଅକୁ ଯଦି ବିବାହ କରେଇବ ଯଦି ବିବାହ କରିବ ତାକୁ ବ୍ୟାଘ୍ର ଖାଇବ ପୁଅକୁ ବାଡୁଆ ରଖ ଏ କଥା ଶୁଣି ରାଜାରାଣୀଙ୍କର ମନେ ବିଚାର କରିଲେ विद्या अध्ययन करू करू 5 वर्ष अतिबाहित ହୋଇଯାଇଛି ଭଜନଟେ ଗାଇବ ହଉ ପତ୍ର ଗାଓ ନା କହିட்டு ସାରଥଲା ବରପଳି ପତ୍ର ଅରୁଆ ଚାଉଳ জীবন মোর দদরানা রে তুমি গুরু নাউর তুমি গুরু মোর তুমি পারি হেবাকু সংসার বর বর জীবন মোর নাউরি তুমি গুরু নাউরি তুমি অজ্ঞান তোম অন্ধকারে পথ যায় না খোঁজি পথ যায় না খোঁজি জ্ঞান মশল জড়াই দেই ডাকে দিয়ে সে আজি ডাকে দিয়ে সে আজি তুমি মো মাতা তুমি মো পিতা তুমি পরম গুরু জীবন মোর দদরানা নাউরি তুমি গুরু নাউরি তুমি গুরু ধ্রুবড়তি নাহি সকতে বাহিনে বাকুনা বাহিনে বাকুনা বড় বড় বতাস মতে ইয়ে সে বসা ইয়ে সে বসা তুমে মো সখা তুমে মো বন্ধু তুমে পরম গুরু জীবন মোর দদরানা নাউরি তুমে গুরু নাউরি তুমে গুরু ধ্রুবড়তি নাহি সকতি বাহিনে বাকুনা বাহিনে বাকুনা প্রবল ঝড় বতাস মতে ইয়ে সে বসা ইয়ে সে বসা তুমি মো সখা তুমি মো বন্ধু তুমি পরম গুরু জীবন মোর দদরানা নাউরি তুমি গুরু নাউরি
নিয়া সজীব পথরে নিয়া গতি মুগতি পরম দ্বার পথ দেখাই দিয়া পথ দেখাই দিয়া তুমি দেবতা পরম পিতা তুমি পরম গুরু জীবন মোর সদরনা নাউরি তুমি গুরু নাউরি তুমি গুরু ভরসা তুমি পারে বাজু সংসার পারাবার জীবন মোর সদরনা নাউরি তুমি গুরু নাউরি তুমি গুরু নাউরি তুমি গুরু নাউরি তুমি গুরু 2 ঘଣ୍ଟା ସକାଳ 9ଟା ହେଲାଣି ଆଉ ପରୀକ୍ଷା କରିବାରେ ପାଲାଟି କଥାରେ ଉଡେ ଉଡି ଯିଲେ ଉଡେ ହଉ ହଉ ଦେଖିବା ବାବା ହଉ ମୋର ମଦତ ମାନେ ଚାଲୁ କରି ଲକ୍ଷ୍ୟ କରିବେ ପଦ୍ମଲୋଚନଙ୍କର ଦ୍ୱିତୀୟ ଲୋଚନ ଆଜ୍ଞା ଦେଖୁ ଦେଖୁ 12 ବର୍ଷ ହେଇଗଲା ବିଦ୍ୟାଳୟରେ ବିଦ୍ୟା ପଢି ଘରକୁ ଫେରିବା ସମୟରେ ଦେଖିଲା ପଥ ମଧ୍ୟରେ କିଛି ବିବାହର ପଟୁଆଳପୁର ବିଭାଗର ଦେଖୁଛି ଶଙ୍ଖ ବରଯାତ୍ରୀ ଯାଉଛନ୍ତି ଏଭଳି ଦୃଶ୍ୟକୁ ଅବଲୋକନ କରି ଚଣ୍ଡେ ଦିବ୍ୟଲୋଚନ ବିଚାର କଲା ଏଇ 12 ବର୍ଷ ହୋଇଯାଇଛି ଗୋଟି ମାଙ୍କର ଲେଖା 2 ବର୍ଷର ମୋଠୁ ସାନ ବିବାହ ହଉଛି ମୁଁ ଆଜି ବିବାହ ମୁଁ ମଧ୍ୟ ଦେଇ ମୋ ବାପାକୁ କହି ଭଳି ପଟୁଆର କରି ବିବାହ କରିବି ରେ এই কথা মନ ମଧ୍ୟରେ କରିଣ ବିଚାର କରିଣ ବିଚାର ଆସନକୁ ଫେରି ଗଲା ରାଜାଙ୍କ କୁମାର ଗଲା ରାଜାଙ୍କ କୁମାର ଉପମାଳି ଗମ୍ଭୀରରେ କରିଲା ଶୟନ ଏବେ କରିଲା ଶୟନ ବିଚାର କରିଲା ମତେ 12 ବର୍ଷ ହୋଇଛି ନା ମୋ ବାପା ମା ବିବାହ ଦେବେ ନାହିଁ ମୁଁ ଗୋଟିଏ ଏଭଳି ଅଭିନୟ କରିବି ବିବାହ କରୁ କରୁ ଅସମ୍ଭାଳ ବିବାହ କରିବା ପାଇଁ ପ୍ରସ୍ତୁତ ହେଲି ଏଇ କଥାକୁ ଚିନ୍ତା କରି ତେଣେ ଦ୍ୱିତୀୟ ଲୋଚନ ଯାଇ ଗୋଟେ ଗମ୍ଭୀର ଶୟନ ମୁଖକୁ ମାଡ଼ି ଶୟନ ରାଣୀ ପହଞ୍ଚିଲା ଦେଖୁ ଦେଖୁ ସନ୍ଧ୍ୟା ହୋଇଯାଇଛି ଏଣେ ରାଜା ରାଣୀ ବିଚାର କରିଲେ ବିଦ୍ୟାଳୟକୁ ତ ସମସ୍ତେ ଫେରି ଆସିଲେଣି ମୋ ପୁଅ ଦ୍ୱିତୀୟ ଲୋଚନ ଏପର୍ଯ୍ୟନ୍ତ କାହିଁକି ଆସିନାହିଁ ବିଦ୍ୟାଳୟକୁ ଯାଇ ଖୋଜିଲେ ପୁଅ ଚାଲିଗଲେଣି ହେଲେ ପୁଅ କେଉଁ ଆଡ଼େ ଗଲା ଜଣେ ଦାସୀ ଦେଖିଲା ପୁଅ ଦ୍ୱିତୀୟ ଲୋଚନ ମୁଖ ମାଡ଼ି ଶୋଇଛି ଏ କଥାଟି ରାଜା ରାଣୀ ରାଣୀ ପହଞ୍ଚିଲେ ରାଣୀ ପହଞ୍ଚିଲେ କହିଲେ ଧନରେ କାହିଁକି ଶୋଇଛୁ ରେ ମୋ ବାପ କାହିଁକି ଶୋଇଛୁ ରେ ମୋ ବାପ
ତମେ ପରା ଯିବ ପୁରୀ ବାରି ତଳକୁ ବାଇକରେ କରା ହେଇଯିବ ନାଇଁ ହଉ ମୋର ଯଦି ଆଗ୍ରହ ଅଛି ତାହେଲେ ମୁଁ যেতে পড়ে ସୁନ୍ଦର ଭାବରେ ଖାଦ୍ୟ ପେୟ ଗ୍ରହଣ କରୁଥିଲୁ କାହିଁକି ଏତେ ବଡ ଅଭିମାନ କରି ଶୟନ କରିଛୁ ସମୟରେ ପୁତ୍ର ପୁଣି କୌଣସି ଧୀରବ ବିବାହ କରିବା ପାଇଁ ଆଜି ପରା ପଡ଼ିଅଛି ମୋର ବୋଉ ବିଭାଗୀ ଆରେ ପୁଅ ତୁ ବିବାହ କରିବାର ବୟସ ତୋତେ ହେଇନାହିଁ ମତେ ଅପେକ୍ଷା ଲାଗିଲା ଗୋଟିଏ ମତେ ବାଘ ଖାଇଯିବ ଜ୍ୟୋତିଷ ମନା କରୁଛି ବାହା କରିବା ଖାଆନ୍ତି ପିମ୍ପୁଡ଼ି ଖାଆନ୍ତି କୁଟା ଖାଉ ମତେ ଅପେକ୍ଷା ଲାଗିଲାଣି ବିଭାଗ ଆଜି ପୁଅ ବ୍ୟସ୍ତ ହେଲାଣି ପୁଅ ବ୍ୟସ୍ତ ହେଲାଣି ମୋ ସାଙ୍ଗ ମାନଙ୍କର ସବୁ ବିବାହ ସରିଲାଣି ମୁଁ ମୋ ବାପା ମାଙ୍କୁ ଖୋଲେଇ କହନ୍ତି ଏ ବୋଉ ବିଭାଗ ବାପାଙ୍କୁ ବୁଝଉଛି ବାପା ବିଭାଗ ଆରେ ବାପାକୁ ଦେଉନା କଣ କହିଲେ ରାଣୀ ଗୋଟେ 12 ବର୍ଷର ପୁଅକୁ ଆମେ କିଭଳି ବିବାହ ନେବା କଣ କରିବା ଜାଣିଛୁ 12 ବର୍ଷ ବିବାହ ପରେ ମଧୁସତ୍ୟା ମୋର ବିବାହ ନ କଲେ ମୁଁ ସୋସାଇଟି କରିବି ଗୋଟେ କଥା କରିବା ପୋଖରୀ ମଝିରେ ଗୋଟେ ମନ୍ଦିର ତିଆରି କରିବା ସେଠି ବାଘ ଯାଇକି ମନ୍ତ୍ରୀ କହୁଛନ୍ତି ଆଚ୍ଛା ତୁମେ କହିବାଟା ସ୍ମରଣୀୟ ବାଘ ଯାଇକି ଯଦି ଗୋଟିଏ ଉଆସ ନିର୍ମାଣ କରିବା ବ୍ୟାଘ୍ର ଫଳିତ ଯାଇପାରିବ ନାହିଁ এই কথাକୁ ନିମନ୍ତ୍ରିତ ରାଜା ରାଣୀ ସ୍ଥିର କରି ସହରରୁ ସୁଧାମଣି ବୋଲି ଏକ ରାଜକୁମାରୀକୁ ଆଣି ବିବାହ
କାମ ଆସୁଛ ରେ ବାଜା ବାଲା ବାଜା ବାଲା ରୋଷେଇବା ବାହାଘରଟି ଆରମ୍ଭ ବ୍ରାହ୍ମଣ ନାଇଁ ମାନେ ମାମୁ ମାଇଁ ଅପା ପିଉସୀ ମଉସା ବାପା ବଡ ବାପା ଯେତେକ ଅଛନ୍ତି ସପରିବାର ବନ୍ଧୁବାନ୍ଧବ ଏଠି ଆସନ୍ତୁ ନାନୀ ଭେଟି କ୍ଷମତା ଆସ ଶ୍ରୀମାଧବଙ୍କର ହରିହର ବାୟୁର ମହେନ୍ଦ୍ର ଚନ୍ଦ୍ର ଭାସ୍କର ବିଜବାଳ ବରୁଣ ଧର୍ମାଦି ପାଳଗ୍ରହ ଲେଖିକି ଦେଇଥିଲେ ଖାତା ଧରିକି ଗଲି ଖାତା ବତୁ ଯାଇଥିଲା ସକାଳୁ ନେଇକି ଶୁଖେଇଲି ମନ୍ତ୍ର ଘୋଷିଲି ଶୁଖିଲା ଆମ୍ବୁଲ ଧର ବିଷ୍ଣୁ ଶୁଖିଲା 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 ପରେ ଶୁଖିଲା ଅକ୍ଷର ଚପି ଯାଏ ସେଇଟା କଣ ମୋ ମନ ନାହିଁ ରେ ଭଲରେ ଘୁଷିକି ଆସିବ ମନ୍ତ୍ର ପଢି କାକା ମନେ ପଡିବ ନା ଓ ଆଚ୍ଛା ତମକୁ ଠିକ ଅଛି ଆଚ୍ଛା ହଉ ହଉ ଶୀଘ୍ର ଶୀଘ୍ର ବାହାରି ହଁ ବା ঘরি
ବାପ ଢାକର ଟିକେ ସର୍ଟ ବାର୍ତ୍ତା କରିଛି ତୁ ଯାହାକୁ ନାକି ସମାତୁ ସେ ସମାତୁ ହସ୍ତଗଣ୍ଠି ଶୁଭନ୍ତୁ ମାମୁଁ ମାଇଁ ବାପା ବୋଉ ସହ ପରିବାର ଜେଜ ଜେଜେମା ଝିଅ ଜ୍ୱାଇଁ ସମସ୍ତେ ବଡ ଜଇ ତ ଭାଇ ବନ୍ଦାନ ତମକୁ ଏମିତି ଶିକ୍ଷା ଦେଇଥିଲି ବଡ ଜଇ ତୁମେ ତ ଝିଅଟା କାନ୍ଦି ମନା କର କାନ୍ଦିବ ହଁ ବନ୍ଦାନ ଦିଅନ୍ତୁ ସେଇ ତାପରେ ଆଜି କାନ୍ଦି ଶାଶୁ ତାପରେ ବନ୍ଧାଣ ଆଚ୍ଛା ତୁ ଠେଠି କାନ୍ଦିବୁ ଆସିଲା ସବାରି ବାଜେଲା ଶଙ୍ଖ ଫୁଲ ମୋର ବାଡ଼ି ପଡ଼ାଙ୍କର ନାଉଡ଼ି ଦେଖ ଫୁଲ ମୋର ବାଡ଼ି ପଟେ ଆମ ଓଡ଼ିଆ ଗଲା ବାପା ହେ ମୋର ମିଛ ମିଛ ଦରିଆରେ ଅଛି କୁମ୍ଭୀର ବଉଳ ମୋର ଜ୍ୱାଇଁ କରିଅଛ ଇଙ୍ଗୁଡ଼ି ଆଇଲା ମଣ୍ଡା ବଉଳ ମୋର କପଡାଟା ଖୋଲି ଦିଅ କିଛି ଜଣା ଉଠିଆ ପାଖକୁ ଆସ କିଏ ଝିଅ କିଏ ଜ୍ୱାଇଁ ସୁରୁ ସୁରୁ ବାଣ ଗଣ୍ଡେ ଆଣିଛି ମୋ ମା କୁଡ଼ି ସୁରୁ ସୁରୁ ବାଣ ଗଣ୍ଡେ ଆଣିଛି ମୋ ମା କୁଡ଼ି ଆହା ଲଗାଉ ଲଗାଉ ସରି ଯାଉଛି ମୋ ମା କୁଡ଼ି ଲଗାଉ ଲଗାଉ ସରି ଯାଉଛି ମୋ ମା କୁଡ଼ି ହସ ଭାଟି କଣ ହେଲା ଏ କଣ ହେଲା ଅପମାନ କରୁଛୁ ସମସ୍ତେ ମନା କଲେ କଣ ମନା କରୁଛୁ? ସମସ୍ତେ କହିଥିଲେ ବାଣ ଅଛି କାହିଁକି ବାଣ ଆଣିଥିଲୁ କମ ଗଣ୍ଡ ବାଣ ମନା କରିଥିଲେ ସୁଶିଆ ବାଣ ଆଣିଥିଲି ପୁରା ସମସ୍ତେ ମନା କରିଥିଲେ ଆଚ୍ଛା ଆଚ୍ଛା ଆଉ ଆବାଜ ହବନି ବସ୍ ଉପରେ ଥୋଇଥିଲି ଦେଖିଲେ ବାଟରେ ଟିକେ ବର୍ଷା ହେଲା ଆଚ୍ଛା ଅଧା ବତୁରି ଯାଇଥିଲା ଲୁଣ ପଟୁ ବତୁରିଛି ଲଗେଇଲା ପରେ ଲଗେଇଲା ଆସି ଅଧାରୁ ବନ୍ଦ ହଉଛି ଗୋଟେ ଲଗେଇ ଲଗେଇ ସରିଯାଉଛି ଆମର ଭୁଲ ହଉ ହଉ ଭୁଲ ଆହା ଫଟା ବାଉଁଶର ଭିତରେ ପୋଲ ମୋ ମା କୁଡ଼ି ଫଟା ବାଉଁଶର ଭିତରେ ପୋଲ ମୋ ମା କୁଡ଼ି ମିଠାକୁ ଆଣିଛି ଭାତଟା ଢୋଲ ମୋ ମା କୁଡ଼ି ବନ୍ଦ କର ଅଙ୍ଗୁର ଛଅ ମନ୍ତ୍ର ଅଙ୍ଗୁର ଛଅ ଚୋପା ଛଡ଼ ଅଙ୍ଗୁର ଛଅ ହାତ ଧର ଅଙ୍ଗୁର ଛଅ ହାତ ଧର ଅଙ୍ଗୁର ଛଅ ପାଟିରେ ତାକୁ ଗାଁ ଛାଡ଼ିଛି ତାକୁ ନେବୁଆ ଖୋଲିକି ତମେ ଦି ଜଣଙ୍କ ଖୁଆ ପିଇ ହବ ଆଭାଡ଼ିରୁ ପଡ଼ିଲା ମୁଣ୍ଡ ଲଙ୍ଗଳ ମୋ ମା କୁଡ଼ି ଆଇ ବନ୍ଦାର କାହିଁକି
ଗଲା ଗୋଟେ ମାଛର ଦର ନଥିବ 10 ଦିନ ଦେ ଧାନ୍ୟ ସେ ଫେଣି ଦି ଡାକ ଡାକ ହଁ ବେଲେ ବେଲେ ଆସ ଭେଣିଟା ହ୍ୟାଲୋ ଇଏ ସବୁ ପକଡରେ ବଡ ଭଲ ରେ କଣ ନାତ ମାନେ ଭିଡ डरे दिया तो देखा भाई आधी मध्य लाइन नाही काय बोलताला काय बोलताला तर लास्ट रे गावाया बोलती आहे मारदो नाही मोठ्या द्वाई आमची टोका हजार नोदला मु दुःख बडले पास से ब्राह्मण पैसा दक्षिणा पशी कोणता नाची हो बात करतो हे गेलाय हा पोतो तुम्हारे खरो ଆସିକି ଅବଗ ଦେଲି हो विवाह घरटी धानटी सहित विद्यालक्ष्मीर विवाह समाप्त होइछि पुणे राजा पुत्रवधूକୁ ନେଇ ପୁଷ୍କରଣୀ ମଧ୍ୟରେ ଉଆସ ମଧ୍ୟରେ ରଖିଦେଲେ ରେ ସୁଧର୍ମୀ ମନ ମଧ୍ୟରେ ଏତେ ବଡ଼ ଉଆସ ଅଛି ହେ ଦିବ୍ୟଲୋଚନ ନିକଟରେ ଧାନରେ ପତ୍ନୀ କହୁଛନ୍ତି हे स्वामी एते बड़ वास था काहे जान पुष्कर मछली ଯେ ଗୋଟିଏ କଥା ଏ କାଳର ପ୍ରିୟତମା ମୋର କପାଳରେ ମୋ ଖାତାରେ ଲେଖା ଅଛି ମଧୁପତ୍ୟା ରାତ୍ରରେ ବ୍ୟାଘ୍ର ମତେ बाघ ହଁ बाघ केमिति आपको देखिला ଦେଖିନା ହଁ औथर बापा कतिले टाइम चिड़िया खाना दिबाको देखिया बापा ହଁ जब लोग बापा बो जान बुलिया को जीवा पाई चाउ खाई मते मना करो आई पे जानछो तू काले कळा पड़ी छी ହେ ମୋର ମଣ୍ଡଳୀ ନକ୍ଷତ୍ରୀ ସୁଧାମୁନିକୁ ଆଉ ରାଜା ଦିବ୍ୟଲୋଚନ ରାଜକୁମାର ଦିବ୍ୟଲୋଚନକୁ ନେଇ ପୁଷ୍କରଣୀ ମଧ୍ୟରେ ଉଆସ ମଧ୍ୟରେ ଯେତେବେଳେ ରଖିଦେଇଛନ୍ତି हां हां କହିଲେ ସ୍ୱାମୀ ଏତେ ବଡ଼ ଉଆସ ଥାଉ ଆମକୁ କାହିଁକି ରଖିଲେ पोखरी भितरी ଏଇ ସମୟରେ
ଯଦି ଅଙ୍କନ ସମ୍ପୂର୍ଣ୍ଣ କରିଦେଲେ ଚକ୍ଷୁ ଦୁଇଟି ନିର୍ମାଣ କରିବା ଦିବ୍ୟ ଶୟନ କରି ସେ ସ୍ନାନ ଦେଖିଲେ ଏତେ ସୁନ୍ଦର ଚିତ୍ରଟିଏ କରିଦେଲେ ଆଣିଲେ ଚକ୍ଷୁ ଦୁଇଟି ନାହିଁ ନଡ଼ିଆ ପୋଡ଼ା ନଡ଼ିଆ ଖଣ୍ଡିକ ଧରି ଚକ୍ଷୁ ଦୁଇଟିକୁ ନିର୍ମାଣ କରିଦେଲେ ଉପନ୍ୟାସ ପାଇବେ ଆଖ କରିଲା ପରା କରିଲା ଯେତେବେଳେ ସୁଧାମାନେ ଦୁଇଟି ତୟାର କରିଦେଇଛନ୍ତି ବ୍ୟାଘ୍ର ସଜୀବ ଉପନ୍ୟାସ ପାଇ ଏଣେ ଅଭିଶାପ ଯେଉଁ ଖାଲରେ ଲେଖା ଥିଲା ବ୍ୟାଘ୍ର ଖାଇବ ବାସର ରାଜ୍ୟରେ ହାତୀକୁ ବିଦାର ବ୍ୟାଘ୍ର ରାଜା सर्वे चाली गले रे अग्नि संयोग करने समय दिव्यलोचन को अग्नि संयोग करने समय वैकुंठपुर थी भगवान फकीर प्रभु सत्य भगवान सत्यनारायण कहले हे राजा पद्मलोचन कौन हुई क्रंदन कर समस्ते क्रंदन भूमि वैकुंठ प्रकल्पित समय राजा एकमात्र पुत्र को पाई पुत्रटी को आज व्याघ्र तेणु संसार को मानिछु यही समय वैकुंठ बिहारी सत्यनारायण कहले हे राजा सत्य